ବାପା ଆସିନାହାନ୍ତି? ओके नमस्कार जय आरसीएम सुप्रभात तुमको बहुत बहुत धन्यवाद। ଆଜିର ସେସନ ଗୁରୁକୁଲ ବହୁତ ପାୱାରଫୁଲ ସେସନ ଜୀବନରେ ବହୁତ ବଡ ପୋଜିସନରେ ଆମେ ପହଞ୍ଚିବା ପାଇଁ ଆଉ ଜୀବନରେ କିଛି ସଫଳତା ପାଇବା ପାଇଁ ଆମେ କେବଳ ଜନ୍ମ ହେଇନେ ଯେ ଆମର ସଂସାରର ଯେତିକି କାମ ଆମେ ନିଜ ପରିବାର ପାଇଁ କରିକି ଆମେ ନିଜେ ଏଇ ଦୁନିଆରୁ ଚାଲିଯିବା ସେଥିପାଇଁ ଜନ୍ମ ହେଇନେ ଆମେ ଜନ୍ମ ହେଇଛେ ଯେ ଏଇ ସଂସାର ପାଇଁ କିଛି ବହୁତ କିଛି କରିବା ପାଇଁ ବହୁତ ବଡ କାମ କିଛି କରିବା ପାଇଁ। ତ ଆମ ସାଙ୍ଗରେ ଆମେ ଈଶ୍ୱରଙ୍କୁ ଭାଗ୍ୟବାନ ଆମେ ଈଶ୍ୱରଙ୍କ ପାଖରେ ନିଜକୁ ଭାଗ୍ୟବାନ ମନେ କରିବା ଏଇଥିପାଇଁ ଯେ ଆମ ପାଖରେ ଏଭଳି ଗୋଟେ ସିଷ୍ଟମ ଅଛି ଯୋଉ ସିଷ୍ଟମ ମାଧ୍ୟମରେ କି ଗୋଟେ ଅଭିଯାନ ଚଲା ହଉଛି ଯୋଉ ଅଭିଯାନର ନାଁ ହଉଛି ନୂଆ ଭାରତର ନିର୍ମାଣ। ଏ ନୂଆ ଭାରତର ନିର୍ମାଣରେ ଆମେ ରୋଗମୁକ୍ତ ଭାରତ କରିବା ସମସ୍ତେ ସୁସ୍ଥରେ ରହିବେ ଭଲରେ ରହିବେ ଏ ପ୍ରକାର ଯୋଉ ପ୍ରକାରର ଚିନ୍ତାଧାରା ମନୋଭାବ ଆମ ଭିତରେ ଆସୁଛି ତ ସେଇଟା ଗୋଟେ ଆମ ଜୀବନରେ ଗୋଟେ ବହୁତ ବଡ ପରିବର୍ତ୍ତନ କରିଦେଇ ପାରୁଛି। ତ ଏଇ ଶୃଙ୍ଖଳା ଭିତରେ ଆଜି ବହୁତ ସାରା କଥା ବି ଡିସ୍କସନ ବି କରାଗଲା ଆଉ ଆପଣମାନେ ବି ତ ନୋଟ୍ କରିଥିବେ ଯେକୌଣସି କାମ ଆମେ କରିବା ତ କଷ୍ଟ ତ ଆସିବ ଆମକୁ ଆଉ ଯଦି କଷ୍ଟ ଆସିବ ଆଉ ସେ କଷ୍ଟକୁ ଆମେ ଡରିଯିବା ତାହେଲେ ଭଗବାନଙ୍କ ପରୀକ୍ଷାରେ ଆମେ ହାର ମାନିଯିବା। ତ ଯେମିତିକି ଆପଣମାନେ ହୁଏତ ଜାଣିଥିବେ ଗୋଟେ ବହୁତ ଭଲ ଭଲ ଷ୍ଟୋରି ଆପଣ ଦେଖିଥିବେ ଯେ କୋଉଠି କୋଉଠି ବି ଆପଣ ୟୁଟ୍ୟୁବରେ ଦେଖିଥିବେ ବି ଦେଖୁଥିବେ ମୁଁ ଆପଣଙ୍କୁ ଟିକେ ରିକଲ୍ ବି କରିଦଉଛି ଯେତେବେଳେ ଏ, କୌଣସି ପରିସ୍ଥିତି ଅସୁବିଧା ଆସିବ କଷ୍ଟ ଆସିବ ତ ସେତେବେଳେ ଆମେ ଆ, ମା ଜିରାଫ କଥା ଯଦି ଆମେ ଚିନ୍ତା କରିବା ତାହେଲେ ଆମକୁ ବହୁତ ଭଲ ଲାଗିବ ମାନେ ନିଜକୁ ଷ୍ଟ୍ରଙ୍ଗ ହବା ପାଇଁ ଲାଗିବ କାରଣ ମା ଜିରାଫ ସବୁବେଳେ କଣ କରେ ତାର ପିଲା ଯେତେବେଳେ ଜନ୍ମ ହୁଏ ସେ ତାକୁ ଖୁବ ଜୋରରେ ଗୋଟେ ଗୋଇଠା ମାରେ। ତ ସେ ଛୁଆ ଜାଣିନଥିବ ଯେ ସେ ମାନେ ଏଇ ଦୁନିଆକୁ ପ୍ରଥମ କରିକି ଆସିଲା ପଡିଗଲା ଯେତେବେଳେ ଆ, ଏକ ତ ହଉଛି ଖୁବ ଉଚ୍ଚାରୁ ସେ ପଡେ ଦୁଲକିରି କାରଣ ଜିରାଫଟା ବହୁତ ଡେଙ୍ଗା। ହଁ, ତ ଯେତେବେଳେ ସେ ବୁଝି ନଥିବ ଏଇ ଦୁନିଆକୁ ସେତେବେଳେ ତାକୁ ଗୋଟେ ଖୁବ ଜୋରରେ ଗୋଟେ ଗୋଇଠା ମାରେ। ଖୁବ ଜୋରରେ ଯେତେବେଳେ ଗୋଇଠା ମାରେ ତ ସେତେବେଳେ ସେ ଚିନ୍ତା କରିପାରେନି ମୋତେ ମାଡ଼ କୋଉଠି ଗୋଟେ ମିଳିଲା ଏବେ ଏବେ ତ ମୁଁ ଜନ୍ମ ହେଲି ମୋତେ ମାଡ଼ କୋଉଠି ଗୋଟେ ମିଳିଲା। ତ ପୁଣି କିଛି ବୁଝିବା ପୂର୍ବରୁ ପୁଣି ଗୋଟେ ଗୋଇଠା ମାରେ ତାକୁ ତା ମା ତାକୁ ମାରେ। ତ କାହିଁ ପୁଣି ସେ ଚିନ୍ତା କରେ ଆରେ ପୁଣି କଣ ଗୋଟେ ମାଡ଼ ହେଇଗଲା। ସେଠୁ ପୁଣି ଚିନ୍ତା କରିବା ପୂର୍ବରୁ ପୁଣି ଗୋଟେ ମାଡ଼ ମାରେ ସେ କିଛି ଦୂରରେ ପଡେ। ତ ଇଏ ପଢିବା ଦ୍ୱାରା ତ ସେ ଚିନ୍ତା କରେ ଯେ ନାଇଁ ଯଦି ମୁଁ ଏଠି ପଡିକି ରହିବି ତାହେଲେ ମୋତେ ମାଡ଼ ମିଳିବ ତ ମୁଁ ପଡିବିନି ମୁଁ ଦୌଡ଼ିବାକୁ ଚେଷ୍ଟା କରିବି ଧୀରେ ଧୀରେ ସେ ଉଠିବାକୁ ଚେଷ୍ଟା କରେ ଦୌଡ଼ିବାକୁ ଚେଷ୍ଟା କରେ ଆଗକୁ ଆଗକୁ ଦୌଡ଼େ। ଯେତେବେଳେ ସେ ଦୌଡ଼ିବା ଆରମ୍ଭ କରେ ତା ମା ତାକୁ ଚାଟେ ତା ମା ତାକୁ ସ୍ନେହ କରେ କାହିଁକି ନା ମା ଜାଣିଛି ଯେ ଏ ଦୁନିଆରେ ଯେ ବହୁତ ଏମିତି ପଶୁ ଅଛନ୍ତି ହିଂସ୍ର ଜନ୍ତୁ ଅଛନ୍ତି ଯୋଉମାନଙ୍କୁ କି ନବଜାତ ଶିଶୁ ଖାଇବାକୁ ବହୁତ ଭଲ ଲାଗେ ତାଙ୍କ ପାଟି ଟେଷ୍ଟ ବହୁତ ଭଲ ଲାଗେ। ତ ସେ ଯଦି ନିଜକୁ ନିଜେ ଷ୍ଟ୍ରଙ୍ଗ ନ କରିବ ତାହେଲେ ସେ ଦୁନିଆରେ ବଞ୍ଚି ପାରିବନି ମାନେ ସେ ଯାହାକୁ ଜନ୍ମ ଦେଇଛି ତାକୁ ବି କେହି ଖାଇଦବ। ତ ଆମେ ଇଏ ଦୁନିଆକୁ ଗୋଟେ ନୂଆ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଛେ ଟିସିଜିଙ୍କର ଯୋଉ ଚିନ୍ତାଧାରା ରହୁଛି ଯୋଉ ମହାନ ବିଚାରଧାରା ରହୁଛି ଏ ବିଚାରଧାରାକୁ ସଫଳ କରିବା ପାଇଁ ଚାହୁଁଛେ ତ ସେଥିଲାଗି ତ ପ୍ରୋବ୍ଲେମ ଆସିବ ସେଥିପାଇଁ ତ କୌଣସି ନା କୌଣସି ଷ୍ଟ୍ରଗଲ ଆସିବ। ଲୋକ ତ ଶୁଣିବେନି କାରଣ ଲୋକ ଯୋଉ କଥା ଶୁଣିବାରେ ଅଭ୍ୟସ୍ତ ହେଇଯାଇଛନ୍ତି ତ ସେ କଥାକୁ ସେମାନେ ଶୁଣିବାକୁ ଭଲ ପାଆନ୍ତି। ତ ଆମେ ସେ ବିଚାରକୁ ପରିବର୍ତ୍ତନ କରିବା ପାଇଁ ପ୍ରଥମ କଥା ହଉଛି ଯେ ଆମକୁ ଗୁରୁକୁଳକୁ ଆସିବାକୁ ପଡିବ। ଇଏ ଆଟମୋସ୍ଫିୟର ଯଦି ନହେଲା ତାହେଲେ ବିଚାରଧାରା କେବେ ବି ପରିବର୍ତ୍ତନ ହବନି। ତ ଗୁରୁକୁଳ ହଉଛି ଏଭଳି ଗୋଟେ ପ୍ଲାଟଫର୍ମ ଯୋଉ ପ୍ଲାଟଫର୍ମ କି ପ୍ରତ୍ୟେକ ଦିନ ଆମ ବିଚାରଧାରାର ପରିବର୍ତ୍ତନ ବି ହେଇଯାଇ ପାରୁଛି। କାଲି ସକାଳୁ ଆମେ କଣ ନ କରୁଥିଲେ ସେ ତ ଅଲଗା କଥା କିନ୍ତୁ ଆଜି କିଛି କରିକି ଦେଖେଇବା ସେଇଟା ହଉଛି ବହୁତ ବଡ କଥା। ଆଉ ତା ଛଡା ଏଇ ଯୋଉ ଅଭିଯାନକୁ ଆଗକୁ ବଢେଇବାକୁ ହେଲେ ଲାଷ୍ଟରେ ଟିସି ସାର୍ ଯୋଉ ପ୍ରକାରର ଆମକୁ ଅ, ମନ୍ତ୍ର ବତେଇଲେ ତ ସେ ମନ୍ତ୍ରକୁ ଆମେ ପାଳନ କରିବା ନିହାତି ଦରକାର କାରଣ ଇଏ କାର୍ଯ୍ୟକୁ ଗୋଟେ ଅଭିଯାନ ଭଳି ଆମେ କରିବା ନିହାତି ଜରୁରୀ। ତ ଇଏ ଅଭିଯାନ ଆମର ଜୀବନରେ ଗୋଟେ ବହୁତ ବଡ ପୁରୁଷାର୍ଥ ଆଣିପାରିପାରିବ ଆମେ ଆଗକୁ ବହୁତ ବଡ ହେଇପାରିବା ଆମେ ମହାନ ବି ହେଇପାରିବା।
ତ ନିଜେ ମହାନ ହବା ପାଇଁ ଏ ଅଭିଯାନକୁ ଆଗକୁ ବଢେଇବା ସେଟା ନୁହେଁ, କିନ୍ତୁ ଇଏ ଦେଶକୁ ସୁସ୍ଥ କରିବା। ଯୋଉ ପ୍ରକାରର ଆମ ଦେଶ ଆଜି ରୋଗାଗ୍ରସ୍ତ ହେଇ ହେଇ ଚାଲୁଛି, ଯୋଉ ପ୍ରକାରର ଅଶାନ୍ତି ବଢି ବଢି ଚାଲୁଛି, ଯୋଉ ପ୍ରକାରର ସମାଜରେ ବହୁତ କିଛି ରହୁଛି, ଆଠୁ ବଡ ସମାଜ ସେବା ମୋ ଜୀବନରେ ମୁଁ କେବେ ବି ମୁଁ ବି ଭାବି ବି ପାରୁନି ଆଠୁ ବଡ ସମାଜ ସେବା କଣ ହେଇପାରେ। ଆପଣ ଚିନ୍ତା କରନ୍ତୁ, ଆମର ବର୍ଡରରେ ଯୋଉ ସୈନିକ ମାନେ ଅଛନ୍ତି, ଦିନ ରାତି ଶୀତ କାକରରେ ଠିଆ ହେଇକି ଆମକୁ ଜଗିଛନ୍ତି, ତାଙ୍କ ପାଇଁ ଆଜି ଆମେ ଶାନ୍ତିରେ ଟିକେ ଶୋଇପାରୁଛେ। ଯଦି ସେମାନେ ରୋଗାଗ୍ରସ୍ତ ହେଇଯାଆନ୍ତି, ତାହେଲେ ଆଜି ଆମେ ଶାନ୍ତିରେ ଶୋଇପାରିବା? ଯୋଉ ଡାକ୍ତର ଆମକୁ ଟ୍ରିଟମେଣ୍ଟ କରୁଛନ୍ତି ବେଳେ ବେଳେ କଷ୍ଟ, ଆମେ ଯେତେବେଳେ ହଉଛି ରୋଗ ହଉଛି, ସେମାନେ ଯଦି ରୋଗାଗ୍ରସ୍ତ ହେଇଯାଆନ୍ତି, ତାହେଲେ ଆମେ କଣ ଶାନ୍ତିରେ ଶୋଇପାରିବା, ଶାନ୍ତିରେ ବଞ୍ଚିପାରିବା? ନା ନା, ଯୋଉ 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 ଏ ସମାଜର ବିଭିନ୍ନ ବର୍ଗର ଲୋକ ଯୋଉ ପ୍ରକାରର ସେବା ଆମ ପାଇଁ କରୁଛନ୍ତି, ଯୋଉ ପ୍ରକାର କୋଅପରେସନ ଆମକୁ କରୁଛନ୍ତି ଜୀବନରେ ବଞ୍ଚିବା ପାଇଁ, ତ ସେମାନେ ଯଦି ରୋଗାଗ୍ରସ୍ତ ହେଇଯାଆନ୍ତି, ଏ ସମାଜ ଯଦି ରୋଗାଗ୍ରସ୍ତ ହେଇଯାଏ, ତାହେଲେ ଆମେ କଣ ଠିକ ଭାବରେ ବଞ୍ଚିପାରିବା? ନାଇଁ। ତ ସେଥିଲାଗି ଏ ଦୁନିଆକୁ ଆମେ ଗୋଟେ ଏଭଳି ଗୋଟେ ମେସେଜ ଦବା ନିହାତି ଦରକାର, ଯୋଉଥିରେ କି ଆମେ ସୁସ୍ଥ ରହିବା, ଆଉ ये दुनिया को सुस्थ रहिबा। प्रथमे आमे सुस्थ रहिबा माने जे सेहत की सितारे टीम रे जॉइन करिबा, माने निजको निजे परीक्षा करिबा, आमर निजर शरीर को आमे निजे लैब को जाई टेस्ट करिबा, ता सहित ଆମର ତା ରିପୋର୍ଟ ରଖିବା, ଆଉ ସିଡ୍ସ ର ଫର୍ମୁଲା ଅନୁସାରେ ଆମେ ତାକୁ ନିଜେ ବି ଆମେ ପାଳନ କରିବା। ଆଉ ତା ଛଡା ଆଜି ଗୋଟେ ବହୁତ ବଢିଆ ନାଁ ଟିସି ସାର୍ ଆମକୁ ଦେଲେ, ଯୋଉଥିରେ କି ସେହତ ବୀର କ୍ଲବ, जो 100 रेजल्ट क्लब आम कहते, तो सेहत वीर क्लब ये लोक मान को सामिल करवा। तो माने प्रथमे सेहत की सितारे, द्वितीय सेहत वीर क्लब। तो निजे सुस्थ रहिले दुनिया को सुस्थ रहा। आ सबुठ बड़ कथा जे आमर चिंताधारा, आमर विचारधारा कौन रहा दरकार, जोटा कि गुरुकुल आमको शिखा मिलूँ। प्रथम कथा जे जोटा कि बेसिक जिनस, बेसिक जिनस होची जे ये जो अभियान आमे करूचे, नवा भारतर निर्माण जो अभियान आमे करूचे, तार चिंताधारा हवा दरकार, सोच से रहिबा दरकार। प्रथम कथा जे से चिंताधारा रखी काम करिबा, ताले हेई परिबो। आ से टाइप रो कथा भी कहिबा, जो अभियान टाइप रो कथा कथा कहवा। ଆଉ ତୃତୀୟ କଥା କହିଲେ ଯେ ସେ ପ୍ରକାରର ଆମେ ଦେଖେଇବା, ଆମେ ଯୋଉ ବ୍ୟାନର ତିଆରି କରିବା, ଆମେ ଯୋଉ ପ୍ରକାର ପୋଷ୍ଟର କରିବା, ଆମେ ଯାହାକୁ କହିବା ସେ ପ୍ରକାର ଗୋଟେ ଅଭିଯାନ ଅ, ଭଳି ଲୋକଙ୍କୁ, ସାମ୍ନା ବାଲା ଲୋକଙ୍କୁ ଯଦି ଦେଖେଇ ପାରିବା, ତାହେଲେ ହେଇପାରିବ। ଆଉ ଦ୍ୱିତୀୟରେ କହିଲେ ଇଏ ଶିଖିବା ଆଉ ଶିଖେଇବାର କାମରେ କୌଣସି କମ ରଖିବା ନାହିଁ। ଆମେ ପ୍ରତ୍ୟେକ ଜିନିଷ ଶିଖିବା, ଆମେ ସିଟ୍ସ ଉପରେ ଶିଖିବା। ମୁଁ ଗୋଟେ ଏକ୍ଜାମ୍ପଲ ଦଉଛି, ଆଜି ମୁଁ ଟିକେ ଟାଇମ ଟିକେ ନେଇଯାଉଛି, ସରି। ଏକ୍ଜାମ୍ପଲ, କାଲି ସନ୍ଧ୍ୟାରେ ମୁଁ ମିତାଞ୍ଜଳି ମ୍ୟାଡାମ ଡାକିଲେ, ଆମେ ଜଣଙ୍କ ଘରକୁ ଗଲୁ। ତାଙ୍କର ହଜବ୍ୟାଣ୍ଡ ୱାଇଫ, ତାଙ୍କର ୱାଇଫଙ୍କର ଆଣ୍ଠୁର ପ୍ରୋବ୍ଲେମ, ହଜବ୍ୟାଣ୍ଡଙ୍କର ସୁଗାର, ତ ସେମାନେ ଇନସୁଲିନ ନେଉଛନ୍ତି। ତ ମୁଁ ଇଏ ସବୁ ଆମର ଫୁଡ ସପ୍ଲିମେଣ୍ଟ ଇଏ ସେ ବିଷୟରେ କହିବା ପୂର୍ବରୁ ମୁଁ ତାଙ୍କୁ କହିଲି କେତୋଟି ଜିନିଷ ଯଦି ଆପଣ ମାନିବେ ତାହେଲେ କୁହନ୍ତୁ, ଆମେ କଥା ଆରମ୍ଭ କରିବା। ନା ହଁ ମାନିବା। ମୁଁ କହିଲି ଇଏ ଆପଣଙ୍କ ଭଲ ପାଇଁ। ମୁଁ ତାଙ୍କୁ ସିଡ୍ସ ର ଫର୍ମୁଲା ବିଷୟରେ କହିଲି। ମୁଁ ତାଙ୍କୁ ପଚାରିଲି ଯେ ଆପଣ କେତେ ସମୟ ଶୁଅନ୍ତି। ତାମାନେ ସେ ଲୋକର ମାଇଣ୍ଡ ରୁ ଚାଲିଗଲା କି ଇଏ ଆସିନାହାନ୍ତି ଯେ କେବଳ ପ୍ରଡକ୍ଟଟା ବିକ୍ରି କରିକି ଯିବା ପାଇଁ। ମୁଁ କହିଲି ଆପଣ କେତେ ସମୟ ଶୁଅନ୍ତି? ନା ମୁଁ ଏତେ ସମୟ ଶୁଏ, ଏସବୁ କରେ। ମୁଁ କହିଲି ନାଇଁ, 7 ଘଣ୍ଟା ଶୋଇବେ, ପୁରା ଗାଢ ନିଦରେ ଶୋଇବେ। ଆଉ ତା ପାଇଁ କଣ କଣ ବେନିଫିଟ ସେ ବିଷୟରେ ବି ଡିସ୍କସନ ହେଇଗଲା। ମୁଁ ତାଙ୍କୁ ପଚାରିଲି, ତାଙ୍କୁ ସିଡ୍ସ ର ଫର୍ମୁଲା ବି କହିଲି। ସେ ଏଜୁକେଟେଡ ଲୋକ, ସିଡ୍ସ ମାନେ ମୁଁ ତାଙ୍କୁ କହିଲି ଏଟା ସିଡ୍ସ ର ଫର୍ମୁଲା କୁ କହିଲି। ସେଠୁ ସେ ମତେ ପଚାରିଲେ ଇ ମାନେ କଣ? ମୁଁ କହିଲି ଏକ୍ସରସାଇଜ କରିବେ। ମୁଁ କହିଲି ଇ କଣ? ଆଉ ଗୋଟେ ଇ ପଚାରିଲେ, ଆଉ ଗୋଟେ ଇ କଣ? ମୁଁ କହିଲି ତାଙ୍କୁ ଇମୋସନାଲ ୱେଲବିଙ୍ଗ ବିଷୟରେ ମୁଁ ତାଙ୍କୁ ଶିଖେଇଲି। ସେ ସେଇଠୁ ବହୁତ ଭଲ ପଜିଟିଭ କଲେ, କହିଲେ ନା ଏଇଟା ଠିକ କଥା। ତ ତା ଛଡା ତାକୁ ଡାଏଟ ଉପରେ କହିଲି। ମୁଁ ଡାଏଟ ଉପରେ କହିଲି, ମୁଁ କହିଲି ଦେଖନ୍ତୁ ମାର୍କେଟରେ ବହୁତ ସାରା ଭେଜାଲ ଜିନିଷ ମିଳୁଛି, ଆମେ ତ ସେ ଭେଜାଲ ଜିନିଷକୁ ଖାଇକି ତ ରୋଗୀ ହଉଛେ। ତ ଏଇଠି ଗୋଟେ ବହୁତ ଭଲ ଜିନିଷ, ମିତାଞ୍ଜଳି ମ୍ୟାଡାମଙ୍କ ଘରେ ଗୋଟେ କାଉଣ୍ଟର ହେଇଛି। ତ ସେ କାଉଣ୍ଟରରେ ଆମେ କିଛି ପ୍ରଡକ୍ଟ ବି ରଖିଛୁ, ଆପଣ ଚାହିଁଲେ ଅନଲାଇନରେ ବି ମଗେଇ ପାରିବେ। ତ ଇଏ ଜିନିଷ ଆପଣଙ୍କର ସ୍ୱାସ୍ଥ୍ୟକୁ ବହୁତ ସୁସ୍ଥ କରିବ। ତ ଲାଷ୍ଟରେ ମୁଁ ତାଙ୍କୁ କହିଲି ଯେ ସପ୍ଲିମେଣ୍ଟ,
ଆମକୁ ସବୁ କିଛି ଖାଦ୍ୟ ମିଳୁଛି, କିନ୍ତୁ ଆମର ଖାଇବା ଥାଳି ଭିତରେ ଆମକୁ ସେଇ ସପ୍ଲିମେଣ୍ଟ ଯୋଉଟା ଯୋଉଟା ଆବଶ୍ୟକ ଜିନିଷ, ସେଇ ଜିନିଷ ଆମକୁ ସଫିସିଏଣ୍ଟ ମିଳୁନି। ତ ସେଥିଲାଗି କଣ ହଉଛି ନା ଆମକୁ ଯୋଉ ଯୋଉ ରୋଗ ଯୋଉଟା ନହବା ଦରକାର, ଯୋଉ ରୋଗ ସେଇ ରୋଗ ଆମକୁ ହେଇଯାଉଛି। ତ ମୁଁ କହିଲି ଆପଣ କଣ ଚାହୁଁଥିଲେ, ଆପଣ କଣ ଜାଣିଥିଲେ ଆପଣଙ୍କ ପିଲାଦିନରୁ ଆପଣଙ୍କୁ ସୁଗାର ହବ ବୋଲି, ଆପଣଙ୍କ ଆଣ୍ଠୁର ପ୍ରୋବ୍ଲେମ ହବ ବୋଲି? ନାଇଁ, ଆପଣ ନ ଚାହିଁଥିଲେ ବି ସୁଦ୍ଧା ଆପଣଙ୍କର ହେଇଗଲା। ତ ଇଏ ସବୁ ଜିନିଷ ଆମକୁ ଶିଖିବା ଶିଖେଇବା ନିହାତି ଜରୁରୀ। ସାର୍ ଆଜି ସେଇ କଥା କହିଲେ। ଆଉ ଫୋର୍ଥରେ ସାର୍ କହିଲେ ଯେ ପୁରା ଟିମକୁ ସାମିଲ କରିବା। ପୁରା ଟିମ୍ ଯଦି ସାମିଲ ହେଲା, କେବଳ ଆମେ କଲେ ହବନି। ଚାନ୍ଦ ସାର୍ ଡେଲି ବି କହୁଛନ୍ତି ଯେ ଟିମକୁ ଗୁରୁକୁଳକୁ ଡାକିବା, ଟିମକୁ ଏଥିରେ ବସିବା। ସରଳ ଉପାୟ ସାର୍ କହୁଛନ୍ତି, ଯଦି ଟିମ୍ ଗୁରୁକୁଳକୁ ନ ଆସୁଛି ତାହେଲେ ଏଇଠିକି ଡାକିବା। ତ ଟିମକୁ ଯଦି ନ ଡାକିବା, ତାହେଲେ ଆମ ଟିମର ବିଚାରଧାରା ପରିବର୍ତ୍ତନ ହବନି। ଆମେ ଗୋଟେ ଆଡେ ଚାଲିଥିବା, ଟିସିଜି ଗୋଟେ ଆଡେ ଚାଲିଥିବେ, ଆମେ ଆମ ଟିମ୍ ଆଉ ଗୋଟେ ଆଡେ ଚାଲିଥିବେ। ଯଦି ଟିମ୍ ଅଲଗା ଆଡେ, ଇଞ୍ଜିନ ଗୋଟେ ଆଡେ, ବଗି ଆଉ ଗୋଟେ ଆଡେ, ତାହେଲେ ଆକ୍ସିଡେଣ୍ଟ ତ ହବ ହିଁ ହବ। ତ ଆକ୍ସିଡେଣ୍ଟ ହେଇସାରିଲା ପରେ ମନ ଦୁଃଖ କରିବା ଯେ ମୋ ଟିମ୍ ମୋ କଥା ମାନୁନାହାନ୍ତି, ମୋ ଟିମ୍ ମୋ ସାଙ୍ଗରେ ନାହାନ୍ତି। ତ ସେତେବେଳେ ଆଉ କିଛି କରିହବନି। ଆକ୍ସିଡେଣ୍ଟ ହେଇସାରିଲା ପରେ ଆଉ ତାକୁ କଣ କରାଯିବ? ତ ସେଥିଲାଗି ମୋର ଆପଣଙ୍କୁ ବିନମ୍ର ଅନୁରୋଧ ଯେ ଟିମକୁ ସାମିଲ କରିବା ନିହାତି ଜରୁରୀ। ବିନା ଟିମରେ ମୁଁ ଗୋଟେ ଫର୍ମୁଲା ବି କହିଥିଲି, ହୁଏତ ଯଦି କୋପରେଟ୍ ଟିକେ କରିଥାନ୍ତେ ଆପଣମାନେ ବହୁତ ଭଲ ହେଇଥାନ୍ତା। ଯଦି ଆମେ ପ୍ରତ୍ୟେକ ଦିନ ବେଶୀ ନାହିଁ, ମାତ୍ର 5 ଜଣ ଲୋକଙ୍କୁ ଗୁରୁକୁଳକୁ ଡାକିବା, ସେଇ 5 ଜଣଙ୍କ ଲିଷ୍ଟ ମତେ ଦେବା, ମୁଁ ମୋ ସୁବିଧା ଅନୁସାରେ ମୁଁ ତାଙ୍କୁ ବି ଟିକେ ଆପଣଙ୍କ କଥାରେ ମୋହର ମାରିଦେବି। ତ ସେଇଟା ଗୋଟେ ଭଲ ହେଇପାରିଥାନ୍ତା। ହୁଏତ ହୁଏତ ଆପଣମାନଙ୍କ ମନକୁ ଯାଉଥିବ କି ନ ଯାଉଥିବ, ନା ସେଇଟା ତ ଆପଣମାନଙ୍କ ବିଚାର। କାରଣ ଇଏ ସ୍ୱାଧୀନ ଭାରତ, ସ୍ୱାଧୀନ ଚିନ୍ତାଧାରା, ଆମେମାନେ ସବୁ ସ୍ୱାଧୀନ ନାଗରିକ। ତ କିନ୍ତୁ ଭଲ କଥା, ଯଦି ଏ ଦୁନିଆରେ ଦେଖନ୍ତୁ ଆ, ଆମକୁ ଯେତିକି ସମୟ ଅଭିନୟ କରିବା ପାଇଁ ଭଗବାନ ପଠେଇଛନ୍ତି, ତ ଆମେ ସେତିକି ଦିନ ହିଁ ଅଭିନୟ କରିପାରିବା। ଅଧିକ ସମୟ ଅଭିନୟ ଆମେ କରିପାରିବାନି। ତ ଆମକୁ ଷ୍ଟେଜରୁ କାଢି ନିଆଯିବ, ଡାଇରେକ୍ଟର କହିବେ "ଏ ପଳେଇଆ"। ତ ଇଏ ହଉଛି କଥା। ଠିକ ଅଛି, ଆମେ ନୂଆ ଭାରତ ନିର୍ମାଣ କରିବା, ନୂଆ ଅଭିଯାନରେ ଆମେ ଆଗକୁ ବଢିବା, ଟିମକୁ ସାମିଲ କରିବା। ଏଇ ମନୋଭାବ, ଏଇ ବିଚାର ମନୋଭାବ ଦେଇକି ପ୍ରଥମେ ସାହୁ ଭାଇ ଆପଣଙ୍କ ମୋବାଇଲକୁ ଏମିତି କରିକି ଅନମ୍ୟୁଟ କରିକି କୁହନ୍ତୁ। ଆଜ୍ଞା, ଆଜି ତ ସତ୍ୟଦେव ବହୁତ କଥା କହିଲେ। ତାପରେ ଦ୍ୱିତୀୟ କଥା ହଉଛି ଟିସିଜି ଯାହା କହିଲେ ତାକୁ ଆମେ ଅକ୍ଷର ଅକ୍ଷର ପାଳନ କରିବା ଉଚିତ। ସେଥିପାଇଁ ଗୋଟେ ବଢିଆ ଜିନିଷ କହିଲେ, ଗୁରୁକୁଳକୁ ହଉଛି ସବୁଠାରୁ ବେଷ୍ଟ ଜିନିଷ। ତା ସହିତ ଚାନ୍ସ ଯୋଉଟା କହୁଛନ୍ତି, ବାଇଚାନ୍ସ କିଏ ଗୁରୁକୁଳ ଆସିପାରୁନାହାନ୍ତି, ଆଳସ୍ୟତା ଯୋଗୁ ହଉ, ଶୀତ ଯୋଗୁ ହଉ, 7:30 ରୁ 8 ବସିବାର ନିହାତି ଆବଶ୍ୟକ। ଆର ସାରାଂଶଟାକୁ ଆଲୋଚନା କରାଯାଉଛି। ଆଜି ଯେମିତି ସିଡ୍ସ ର ଫର୍ମୁଲା ପୁରା ଆମେ ତ ଜାଣିଛେ, କିନ୍ତୁ ସିଡ୍ସ ର ଫର୍ମୁଲା ପୁରା ବ୍ୟାଖ୍ୟା କରି ସତ୍ୟଦେବ କହିଲେ, ତାକୁ ଯଦି ଆମେ ଅକ୍ଷର ପାଳନ କରିବା ପ୍ଲସ୍ ଟିମ୍ରେ ପାଳନ କରିବା ପାଇଁ କହିବା, ଇଏ ଗୋଟେ ବଢିଆ ଜିନିଷ। ଯେମିତିକି ସ୍ଲିପ୍ଟା ଯୋଉ କହିଲେ, ସ୍ଲିପ୍ 7 ଘଣ୍ଟା ଶୋଇବା ନିହାତି ଆବଶ୍ୟକ। ଯଦି ଆମେ କମ୍ ଶୋଉଛେ ତାହେଲେ ଆମେ ରୋଗାକ୍ରାନ୍ତ ହବା। ଯେମିତି ପିଲାମାନେ ବହୁତ ରାତିରେ ଯାଏ ପଢନ୍ତି, କିନ୍ତୁ ସ୍କୁଲକୁ ବା କଲେଜକୁ ଗଲାବେଳେ, ପରୀକ୍ଷା ଦେବାକୁ ଗଲାବେଳେ ନିଦ ଆସିବ। ତେଣୁ ସେଥିପାଇଁ ନିଦଟା ଠିକ୍ ହବା ଦରକାର 7 ଘଣ୍ଟା। ତା ସହିତ ଏକ୍ସରସାଇଜ କରିବା ଦରକାର, ଡାଏଟକୁ ଠିକ୍ ରଖିବା ଦରକାର। ଆଉ ଯୋଉ ଡାଏଟରେ ଆମେ ଖାଦ୍ୟ ଖାଉଛେ, ସେଇ ଥାଳିରେ ସେତିକି ପରିମାଣ ଭିଟାମିନ୍, ମିନେରାଲ୍ସ, ଆମିନୋ ଏସିଡ୍, ବୋଟାନିକାଲ୍ସ ନାହିଁ, ଯାହା ପାଇଁ ଆମେ ସପ୍ଲିମେଣ୍ଟ ୟୁଜ୍ କରିବା ଉଚିତ। ସେ ସପ୍ଲିମେଣ୍ଟ କ'ଣ, ସିଏ ବି ଆମ ପାଖରେ ସବୁଦିନ ସପ୍ଲିମେଣ୍ଟ ଉପରେ ଆଲୋଚନା ହଉଛି। ସକାଳ 8ଟା ବେଳେ ଆଉ ସନ୍ଧ୍ୟା 7ଟା ବେଳେ ନ୍ୟୁଟ୍ରିସନ ଉପରେ, ଗାମା ଉପରେ, ତାକୁ ବି ଆମେ ଦେଖିବା ଦରକାର, ଜାଣିବା ବି ଦରକାର। ଯାହାଫଳରେ କି ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖେଇ ପାରିବା, ପ୍ଲସ୍ ପଡ଼ିଶା, ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କୁ ସମସ୍ତଙ୍କୁ ସୁସ୍ଥ ରଖେଇ ପାରିବା। ଏଇ ଯୋଉ ଅଭିଯାନ ଚାଲିଛି RCM ର, ସେ ରୂପାନ୍ତରଣ ଯାତ୍ରା ବି ଚାଲିଛି, ଆଉ ଅଭିଯାନ ଚାଲିଛି, ସେ ଅଭିଯାନରେ ଆମେ ସାମିଲ ହବା ନିହାତି ଦରକାର। ଯୋଉ ରିପୋର୍ଟ କଥା କହୁଥିଲେ, ଆଜି ବି ସେ ରିପୋର୍ଟ କଥା କହୁଥିଲେ, ଆମେ ବ୍ଲଡ ଟେଷ୍ଟର ରିପୋର୍ଟ ରଖିବା, ଫାଇଲ କରିକି ଯେ 100 ଜଣଙ୍କୁ ର ସାମିଲ କରିବା, ସେଟା ବଢିଆ କରିଛନ୍ତି। 100 ଜଣଙ୍କୁ ଆମେ ଯୋଉ ସାମିଲ କରିବା, ସେଟା ଏବେ ନାଁ ଦିଆହେଇଛି
ସତ୍ୟଦେव ବଢିଆ କଥା କହିଲେ। ସେହତ ବୀର କ୍ଲବ। ସେହତ ବୀର କ୍ଲବ ଯୋଉଟାକ ଆମେ ସେହତ ବୀର କ୍ଲବରେ ଆମେ ସାମିଲ କରିପାରିବା, ଇଏ ଗୋଟେ ସବୁଠାରୁ ବଢିଆ ଜିନିଷ। ତେଣୁ ଏବେଠାରୁ ସମସ୍ତେ ଲାଗି ପଡିବା, ସୁସ୍ଥ ଭାରତ ଗଠନ କରିବା, ସୁସ୍ଥ ନିଜେ ସୁସ୍ଥ ରହିବା, ଅନ୍ୟକୁ ସୁସ୍ଥ ରଖେଇବା, ଆଉ ନୂଆ ଭାରତର ନିର୍ମାଣ କରିବା, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁସ୍ଥ ରଖି। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ। ଆର୍ତିଅପା। କି ମୁଁ ଗୁରୁକୁଲ ଦେଖିପାରିଲିନି ନେଟୱାର୍କିଂ ପ୍ରୋବ୍ଲେମ ସକାଶେ, ତେଣୁ ଆଜି ଆଜି ଆପଣଙ୍କ ପାଇଁ ବହୁତ ବହୁତ କିଛି ଶିଖିବା କଥା ଅଛି। ଆପଣ ୟୁଟ୍ୟୁବ ଆମ ଟା ଦେଖି ଦିଅନ୍ତୁ। ହଁ, ୟୁଟ୍ୟୁବରେ ଦେଖିବି, ହଁ, ଦେଖି ଦିଅନ୍ତୁ, ବହୁତ ଦରକାର ଅଛି। ତ ସେଗୁଡା ଦେଖିକି ପଏଣ୍ଟ ଆଉଟ କରିବି ସବୁ। ହଁ, ମେନ୍ ମତେ କଥା ହେଲା ସିଟ୍ସ ଉପରେ ଆମେ ଟିକେ ଭଲ ନଲେଜ ନବା, ଆଉ ଯୋଉ ଆମକୁ ମିଳିଛି ତାର ସବୁ ଜେରକ୍ସ କରିକି ସବୁ ଲୋକଙ୍କ ପାଖରେ ବସି ଗୋଟେ ଗୋଟେ ତାଙ୍କର ଇଣ୍ଟରଭ୍ୟୁ କଲା ବାଗିଆ ଆମେ କରିବା, ପଚାରିବା ସବୁ। ପଚାରିଲା ପରେ ଆଜି କିଛି ନିଜକୁ ଇଏ ଭାବିବା ଦରକାର ନାହିଁ, ସମସ୍ତଙ୍କୁ ଦେଖା କରିକି ଏ ବିଷୟରେ ପଚାରିକିରି ଆମେ ତାଙ୍କର କଣ ହେଲା ସେଗୁଡା ସବୁ ତାଙ୍କର କରିକି ତାଙ୍କୁ କହିବା ଆଉ କଣ। ଆଉ ମ- 100 କ୍ଲବରେ ସାମିଲ ହେବା ପାଇଁ ଆମେ ଚେଷ୍ଟା କରିବୁ, ତଥାପି ଘରେ ବି ବହୁତ କାମ ରହୁଛି। ଆଉ ମୁଁ ବି ଆଜି ଲେଟ୍ ଟିକେ ଜଏନ୍ କଲି, ଦିଦି ରିଭିଜନରେ ବି ଲେଟ୍ ଜଏନ୍ କଲି। ନାଇଁ, ମତେ ତ ଇଏ ଲାଗୁଛି ଯେ ଉମ୍, ଆଉ ଉପରେ ବସିକି ଆପଣଙ୍କର ବାପା ନିଜକୁ ଗର୍ବ ଅନୁଭବ କରିବେ, ମୁଁ ଏତେ ଛୁଆ ଜନ୍ମ କରିଥିଲି, ମୋ ନାଁ ଇଏ ହିଁ ରଖିଲେ। ଓକେ, ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ମୋ ପ୍ରବୀଣା ବାପା ମ୍ୟାଡାମ କୁହନ୍ତୁ। ସବୁବେଳେ କହିଦେବୁ, ଆଜ୍ଞା। ମୋ ବାପା ସବୁବେଳେ କହୁଥିଲେ ଏଇ ଝିଅଟା ପୁଅ ହେଇଥାନ୍ତା, ଆଉ ଝିଅ ହେଇଗଲା। କାହିଁକିନା ମୁଁ ବାଳ ସବୁବେଳେ ବାପା ମୋର ବାରିକକୁ ଡାକି ସବୁ ଛୋଟ କରିଦେ ବୟକଟ ପୁଅ ଡ୍ରେସ୍ ପିନ୍ଧେ। ତାଙ୍କ ସାଙ୍ଗରେ ଯୋଉ ଲିଡରସିପ ନେଇକି ସିଏ ଯାଆନ୍ତି, ମାନେ ପଲିଟିକାଲ ଲୋକ ସିଏ, ଆଉ ସିଏ ଫ୍ରିଡମ ଫାଇଟର, ଆଉ ମୁଁ ତାଙ୍କ ସାଙ୍ଗେ ମିଟିଂ ଫିଟିଂ ଯାଏ। ହଁ, ସେଇ କଳାଟା ଆପଣଙ୍କର ରହିଯାଇଛି, ଯାହା ହଉ, ବହୁତ ବଢିଆ କଥା। ଆ, ପ୍ରବୀଣା ମ୍ୟାଡାମ କୁହନ୍ତୁ। ସାର୍ ନମସ୍କାର। ନମସ୍କାର। ସାର୍ ଆଉ ତ ଆଜି ସବୁ ଚାଲିଛି ତ ଦେଖୁଛନ୍ତି, ଆଜି ସବୁ ଯାହା କହିଲେ ଟିଚର ସବୁ ଠିକ କଥା କହିଲେ, କିନ୍ତୁ ତାକୁ ଆମେ ସବୁ କରୁଛେ, ପାଳନ କରୁଛେ ଧୀରେ ଧୀରେ, ଅକ୍ଷରେ ଅକ୍ଷରେ। କଣ ଆମେ ତ ଆଉ ଛୋଟକାଟିଆ ଲୋକ, ଆମେ ତ ଏତେ ଉପରକୁ ଆଉ ଉଠି ପାରୁନୁ, ଆଉ ଧୀରେ ଧୀରେ ତାକୁ ଅନୁସରଣ କରିକି ଚାଲିଛେ ଆଉ। ଆଉ କଣ ସାର୍ ଅଧିକା କହିବି। କିଏ କହିଲା ଆପଣ ଛୋଟକାଟିଆ ଲୋକ? ଆମେ ବହୁତ ପଛରେ ରହିଯାଇଛୁ, ବହୁତ ନା, ପଛରେ ସାର୍, ଆପଣ ବହୁତ କାହିଁକି? ପଛରେ ଅଛୁ। ଯାଇକି ଆମେ ଆଉ ଏତେ ଚେଷ୍ଟା ତ କରୁଛୁ, କିନ୍ତୁ ଦେଖାଯାଉ ଉପର ବାଲାର ଇଚ୍ଛା କଣ ସେ ଆପଣ ଚାହୁଁଛି। ଆପଣଙ୍କ ବହୁତ ଆଗରେ ଅଛନ୍ତି। ଆପଣ 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 ଦେଖନ୍ତୁ, ଆପଣଙ୍କ ପଛରେ ବହୁତ ସାରା ଲୋକ ଅଛନ୍ତି, ଆପଣ ବହୁତ ଆଗରେ ଅଛନ୍ତି, ଆପଣ କରିକି ଦେଖେଇ ପାରିବେ। ନାଇଁ, ବଡ କଥା। ଆମେ ତ ଚେଷ୍ଟା କରୁଛୁ, ଦେଖାଯାଉ କଣ ହଉଛି। କାରଣ ଇଏ ଦେଖନ୍ତୁ, ମୁଁ ଏ କଥା ବି ମୁଁ ଜାଣିଛି, ଟିକେ ପୂର୍ବରୁ କଥା ହଉଥିଲି ମ୍ୟାଡାମଙ୍କ ସହିତ। ମ୍ୟାଡାମ, ଇଏ ଯୋଉ ଅଭିଯାନକୁ ଆଗକୁ ବଢେଇବା ପାଇଁ ଗାଡି ଠିକ କରିକି 8-10 ଲୋକଙ୍କୁ ଧରିକିରି ଯାଉଛନ୍ତି ସେଠିକି, ଯୋଉଠିକି ହଁ, ଆମର ମୁଁ ତ କ୍ୟାମ୍ପ ସେଇଆଡେ ହଉଛି। ରଖିଛି ଯେ ମୋ ହାତରେ ଯେତିକି ହେଇପାରିବ ମୁଁ ସେତିକି ବି ଚେଷ୍ଟା କରୁଛି, ତାଠୁ ଅଧିକା। ମୁଁ ବି କେତେ କହିକି ଯେ ତମେ ମତେ ଫୋନ କରିବ, ମୁଁ ତମକୁ ଏଠୁ ଗାଡି ଯେତିକି ନେଇପାରିବି, ଆଉ ଯଦି ତମେ ପଛରେ ମତେ ଫୋନ କରିବ, ମୁଁ ତମକୁ ଆଡ୍ରେସ ସାଙ୍ଗରେ ଗାଡି ବି ପଠେଇଦେବି, ବା, ତମେ ଏତେ ଆସିକି ବି ଏଠୁ ବଢିଆ, ଯାଇପାରିବ। ଏତେ ବଢିଆ ବିଚାରଧାରା କାହାର ଅଛି? ଲୋକଙ୍କ ପାଇଁ ସେବାର ମନୋବୃତ୍ତି, ଆମେ ଯୋଉ ଏତେ ପ୍ରକାରର କାମ କରୁଛେ, ଏତେ ଆମେ ବଢିଆ। ଜାଣୁଛେ ଆମ ଦେଶରେ କେତେ ରୋଗ ଲୋକ ପଡିଛନ୍ତି, କେତେ ଲେଡିଜ ମାନେ ଘର ଭିତରୁ ବାହାରି ପାରୁନାହାନ୍ତି, ଆମେ ସେଟା ଦେଖୁଛେ ସବୁ। ସେମାନେ ସିନା ବୁଝି ପାରୁନାହାନ୍ତି, ତାଙ୍କୁ ଯାଇକି ବୁଝେଇକି ସୁଦ୍ଧା ବି ଆମେ ଦେଖୁଛେ ଯେ କେତେ ପ୍ରୋବ୍ଲେମ ଭିତରେ ସେମାନେ ଫେସ୍ କରୁଛନ୍ତି। ଆମେ ତ ଭାବୁଛେ ଯେ ଆମେ ବହୁତ ବହୁତ ଭଲରେ ଅଛେ, ଆମେ ଆମ ତଳ ଲୋକଙ୍କୁ ଦେଖିଲା ମାନଙ୍କୁ ଆମକୁ କଷ୍ଟ ହଉଛି, ଯେ ଆମେ ଭାବୁଛେ ତାଙ୍କୁ କିଛି ଆମେ ସାହାଯ୍ୟ କରିବା, ଆମେ କିଛି ତାଙ୍କୁ କୋପରେଟ କରିବା, ସେ କିଛି ଜାଣନ୍ତୁ ସେ ବିଷୟରେ। ମାନେ ସବୁଠୁ ତ ଆଗ ପ୍ରଥମେ ସୁସ୍ଥ ରହିଲେ ତ କଣ କରିବେ ନା, ସୁସ୍ଥ ଯଦି ନ ରହିବେ କରିବେ କଣ? ପରିବାର ପାଇଁ ତ ଆଗ ପ୍ରଥମେ ସୁସ୍ଥ ଦରକାର। ସେମାନେ ବୁଝିପାରୁନାହାନ୍ତି, ନାଇଁ ଏଇଟା ହବନି ସେଇଟା ହବନି, ଆମେ କଲେ ଏମିତି ହବ, ଏଇ ଗଲେ ଅସୁବିଧା ହବ। ମୁଁ କହିଲି ସାର୍, ସମୟ କାହା ପାଖେ ନଥାଏ, ସମୟ କାଢିବାକୁ ପଡେ। ସମସ୍ତେ କହିବେ ମୁଁ ବ୍ୟସ୍ତ ଅଛି, ସମସ୍ତେ କହିବେ ମୁଁ ବିଜି ଅଛି, ସମସ୍ତଙ୍କ ପାଖରେ ସମୟର ଅଭାବ, କିନ୍ତୁ ସେ ଭିତରୁ ଆମକୁ ସମୟକୁ କାଢିବାକୁ ପଡିବ।
କାଲି ବହୁତ 2 ଜଣ ମୋ ଫ୍ରେଣ୍ଡ ମତେ ଫୋନ କଲେ, ମୁଁ ତାଙ୍କୁ କହିଲି ଏମିତି ଏମିତି ହଉଛି, କହିଲେ ଏଇ ଭାଇ ମତେ କଣ ଆଗରୁ କହିଲେ? ମୁଁ କହିଲି ନାଇଁ ଆମର ହଠାତ୍ ଠିକ ହେଇଛି, ତମେ ଯିବ ନା? ହଁ ମତେ ଆଡ୍ରେସ ଟା ପଠେଇ ଦିଅ, ମୁଁ ଯାଇକି ପହଞ୍ଚିଯିବି। ସିଏ ଯାଆନ୍ତୁ ଆ ନ ଯାଆନ୍ତୁ, ଏତିକି ତ ସେ କହିଲେ ନା। ହଁ ଜାଣିବା ମୁଁ ଦରକାର। କହିଲି ହଁ ହଁ, ସେମାନେ ଜାଣିବା ଦରକାର ଯେ ମୁଁ ତାଙ୍କ ମାନେ ଆମର ଯୋଉ ଆଉ ଗୋଟେ ବି ଆମର ଅଛି ଗୋଟେ ଫ୍ରେଣ୍ଡସିପ କ୍ଲବ, ମୁଁ ସେମାନଙ୍କର ବି 7-8 ଜଣଙ୍କୁ ଆମର ବି କହିଛି। ସହଜ ତ ଇଏ ନାହିଁ, ରାନୁ ତ ନାହିଁ, ତାଙ୍କ ମାଙ୍କର କଣ ହଠାତ୍ କଣ ଦେହ ଖରାପ ଚାଲି ଯାଇଛି ସିଏ। ଆଉ ନହେଲେ ସିଏ ବି ଆସିଥାନ୍ତା, ସେଦିନ ଦେଖା ହେଇଥିଲା ମିଟିଂରେ ଆମର। ମୁଁ କହିନି କିଛି। ଆଉ କିନ୍ତୁ ଆଉ 5-6 ଜଣ ଆମର ବି ଅଛନ୍ତି, ସେମାନଙ୍କୁ ବି କହିଛି ତମେ ଆସ, ଦେଖ, ବସ, କିଛି ଅସୁବିଧା ନାହିଁ। ତମେ କୋଉ ଟାଇମ? ମୁଁ କହିଲି ଆମର 11ଟାରୁ ଆରମ୍ଭ ହଉଛି 5:30 ପର୍ଯ୍ୟନ୍ତ, ତମେ ଯୋଉ ଟାଇମ ଏନି ଟାଇମରେ ଆସିପାର। ହଁ ନାଇଁ ହେଲା। ଆକ୍ଚୁଆଲି ମ୍ୟାଡାମ ହୁଁ। 11ଟା ବେଳେ 10:30 ବେଳେ କହିଲେ କଣ ହବ, ଲୋକ 11ଟା ବେଳକୁ ଆସିବେ। ହଁ ଏ, ମୁଁ ସେଇ 10:30, ସେଇ 10:30-11ଟା ଭିତରେ କହିଛି, କାହିଁକିନା ସଣ୍ଡେ ସକାଳେ ସାର୍, ସେଦିନ ସବୁଦିନ ଅପେକ୍ଷା ସଣ୍ଡେ ଟା ଭିତରେ ସମସ୍ତେ ରିଲାକ୍ସ ରେ ସବୁ କାମ କରିବେ ଅଫିସିଆଲି। ସେ ଆଉ 4 ଜଣ ମତେ କଭର ଦେଇଛନ୍ତି, ସେ ସେଇଠି ରହୁଛନ୍ତି ଡୁମଡୁମାରେ। ମତେ କହିଲେ ଗୋଟେ ଦିନ ପୂର୍ବରୁ କହିବେ, ତାଙ୍କୁ ଏଇଲେ ଜଷ୍ଟ ଯିବି ଫୋନ କରିବି, ସେ ଅଫିସ ପଳେଇ ବାହାରି ଯିବେ। କହିଲେ ସଣ୍ଡେ କଲେ ମ୍ୟାଡାମ ଆମେ ଯିବୁ, ନହେଲେ ଆଉ ଯାଇପାରିବୁନି। ମୁଁ କହିଲି ହଉ ଠିକ ଅଛି। ସିଏ ନାଇଁ ହଜବେଣ୍ଡ ୱାଇଫ୍ ଆସିବେ। ସେଥିଲାଗି ତ ହଁ ମ୍ୟାଡାମ ସଣ୍ଡେ ହେଇଛି ଆମର ହଁ ହେଲ୍ଥ କ୍ୟାମ୍ପ। ଆଉ ମୁଖ୍ୟ ହୁଁ ଜିନିଷ ହଉଛି କି ତାଙ୍କୁ ଫିଲ୍ ହବା ଦରକାର। ମାନେ ହୁଁ। ମୁଁ ବି ନିଜେ, ସମସ୍ତେ ବି, ମାନେ ଆମେ ସେ ସମସ୍ତେ। ମତେ ବେଶୀ ଲାଗିଲା ତାଙ୍କ ହଜବେଣ୍ଡ ସେଥିରେ ମାନେ ପୁରା ପ୍ରିପେୟାର, ତାଙ୍କ ମିସେସ୍ ହଉନାହାନ୍ତି। ମୁଁ କହିଲି ତମ ମ୍ୟାଡମଙ୍କୁ ନେଇକି ସେଦିନ ଆସିବ। ତାଙ୍କର ଏତେ ପ୍ରୋବ୍ଲେମ, ସିଏ କହିଲେ ମୁଁ କିଛି ମେଡିସିନ ସପ୍ଲିମେଣ୍ଟ ୟୁଜ କରିବିନି, କିଛି ଖାଇବିନି, ଇଏ କରିବି। ମତେ କହିଲେ ମାଉସୀ ତମେ କହିଲ, ମୁଁ ତାଙ୍କୁ କୋଉଠିକି ନେଇକି ଯିବି? ମୁଁ କହିଲି ଚାଲ ସେଇ ହେଲ୍ଥ କ୍ଲବକୁ ଚାଲ, ସେଇଠି ସେ ନିଜେ କନଭିନ୍ସ ହେଇଯିବେ, ଆମର କିଛି କହିବା ଦରକାର ନାହିଁ। ସେ ନିଜେ ଦେଖିଲା ଭିତରେ, ଏତେ ଟେଷ୍ଟ କଲା ଭିତରେ, କଣ ଅସୁବିଧା ତାଙ୍କର, କଣ ପ୍ରୋବ୍ଲେମ ହଉଛି, ସେ ନିଜେ ହେଇଯିବେ। ସେ ମତେ କହିଲା ଭିତରେ ମୁଁ ତାଙ୍କୁ ଆଜି କହିଛି, ସେ କାଲି ଯିବେ, ସଣ୍ଡେ ଅଛି। ସେ ସର୍ଭିସ କରୁଛନ୍ତି, ସେ ସଣ୍ଡେ ନହେଲେ ଯାଇପାରିବେନି। ସେ ମତେ କହିଲେ ଯଦି ସଣ୍ଡେ ହବ ମତେ କହିବେ, ନହେଲେ ଆଗରୁ କହିବେନି, କାହିଁକିନା ମୁଁ ତ 9ଟା ବେଳୁ ଅଫିସ ପଳେଇବି ନା। ମୁଁ କହିଲି ହଉ ଠିକ ଅଛି, ତାଙ୍କୁ କହିଲି। ଫେର ଆଜି ଆଉ ଏଇ ଜଷ୍ଟ ସରିଲା ପରେ ସାର୍ ସମସ୍ତଙ୍କୁ ମନେ ପକେଇବି। ନାଇଁ ତାର ଗୋଟେ ଲିଷ୍ଟ କରିଦିଅନ୍ତୁ, ହଁ ଲିଷ୍ଟ ଲିଷ୍ଟ କରିଦେଲେ କରି ସାର୍ ମନେ ରଖିଛି, ରହିଯିବ। ଡାଏରୀ ପେନ୍ ସାର୍ ଏଇଠି ପାଖରେ ଥୋଇଛି ପରା। ହଁ ସବୁ ସାର୍ ଲିଷ୍ଟ ନାଁଟା, କରି ନାଁ ଯାହାର ଲେଖି ନାଁଟା ଦେଇଛି। ମନେକୁ ଆସୁଛି ହଁ ଲେଖିଦିଅନ୍ତୁ। ତ ଏଠି କଣ ଲେଖିଦେଇକି କି, ତାଙ୍କର ଫୋନ ନମ୍ବର ରଖିଦେଇଛି। ହଁ, ଲେଖିଛି ତାଙ୍କ ସାଙ୍ଗରେ ସାଇଡରେ ବି ଫୋନ ନମ୍ବର, କାଳେ ଭୁଲିଯିବି, ଫୋନ ନମ୍ବର ଟା ବି ଲେଖିକି ରଖିଛି। ନିହାତି ତାପରେ ନିହାତି ଆମେ ସବୁ ଚେଷ୍ଟା କରୁଛୁ ଆଗକୁ ବଢିଆ, ଦେଖାଯାଉ ସେ ବହୁତ ଉପର ବଢିଆ। ବାଲାଙ୍କ ଇଚ୍ଛା, ନାଇଁ ଆକ୍ଚୁଆଲି ମ୍ୟାଡାମ ଭଗବାନଙ୍କ ଦେଖନ୍ତୁ, ଇଚ୍ଛା। ଯୋଉ ପର୍ଯ୍ୟନ୍ତ ଆମେ ସୁସ୍ଥ ଅଛେ, ସେ ପର୍ଯ୍ୟନ୍ତ ଇଏ ଶରୀରର ଧ୍ୟାନ ଆମେ କେବେ ନେଉନା। କିନ୍ତୁ ଯୋଉ ଦିନ ଆମେ ଅସୁସ୍ଥ ହେଇଯାଉଛେ, ସେଦିନ ଏ ଶରୀରର ମହତ୍ଵଟା ଆମେ ବୁଝୁଛେ। ତାର ମହତ୍ଵ ଟା ବୁଝୁଛି ପ୍ରକୃତରେ, ଏଇ ସେଇ କଥା ଏଇ ସତ କଥା। ହଉଛି କଥା। କିନ୍ତୁ ସେଇଟା ବୁଝିବା ପାଇଁ ଲୋକଙ୍କୁ ଟିକେ ଦରକାର ନା। ଏତେ ବୟସ୍କ ଲୋକମାନେ ବି ଅଛନ୍ତି, ସେମାନେ ବି ବୁଝି ପାରୁନାହାନ୍ତି ସାର୍। ଆମେ କଣ ବୁଝେଇବା କହୁନାହାନ୍ତି? ସେ ଏତେ ବଡ ମାନେ ସବୁ ଆମଠୁ ଅଛନ୍ତି, ତାଙ୍କୁ ଆଉ ହଁ କହିବାକୁ ବି ଖରାପ ଲାଗୁଛି। ମୁଁ ମାନେ ଦଶ ଛୋଟ ହେଇଥିଲେ ବି କହନ୍ତି କଣ କହିହବ, କିନ୍ତୁ ବଡ ମାନଙ୍କୁ ତ କିଛି ଏତେ କହି ହଉନି। ଦେଖିବା କଣ କିଛି ହଉଛି ନାହିଁ, ଆଉ। ଆମେ ସମସ୍ତଙ୍କ ପାଇଁ ଶୁଭ ଭାବନା ରଖିବା, ତ କାମ ହଁ ହେଇପାରିବ। ଆଉ ସବୁଠୁ ହଁ ବଡ କଥା, ମୁଁ 10ଟା ବେଳେ କାହିଁକି କହୁଛି 10:30ରୁ 11ଟା ଭିତରେ ପହଞ୍ଚିବା ପାଇଁ, ଆମେ ହୁଁ ଆମ ଆଭିମୁଖ୍ୟଟାକୁ ସେଠି 10:30 ବେଳେ କହିପାରିବା, ତାଙ୍କୁ ପ୍ରୋଜେକ୍ଟର ହୁଁ ମାଧ୍ୟମରେ ଦେଖେଇ ପାରିବା। ଆମେ କିଏ, ହଁ ଆମେ କଣ, ଆମର ଉଦ୍ଦେଶ୍ୟ କଣ, କେମିତି ନୂଆ ଭାରତର ନିର୍ମାଣ କରୁଛେ। ଆମର ଉଦ୍ଦେଶ୍ୟ ନୁହେଁ ଯେ କେବଳ ପ୍ରଡକ୍ଟଟା ବିକ୍ରି କରିଦେଇକି ଆପଣଙ୍କୁ ପଳେଇ ଯିବା। ନାଇଁ 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 ନାଇଁ, ତ ଆମର ଯେତେ ଆମେ ଲୋକ ସିଟ୍ସ ଗେଦରିଂ ର ହେବେ ଫର୍ମୁଲା ଏଇ କହିବା। ବିଷୟରେ, ଆଚ୍ଛା, ଜାଣିବେ। ହଁ ଆଉ ବିଷୟରେ ତାପରେ ଜାଣିବେ ସବୁଠୁ ନା। ବଡ କଥା, ହଉଛି ଯେ ଇଏଟା ଆମର ଅନ୍ତିମ ପ୍ରୋଗ୍ରାମ ନୁହେଁ, ଏଟା ଆମର ହୁଁ ଶୁରୁଆତ, ଆମ ଆରମ୍ଭ। ହୁଁ ତାପରେ ପୁଣି ଆମେ କୌଣସି ଲ୍ୟାବ ସହିତ କଣ୍ଟାକ୍ଟ କରିବା, ଲ୍ୟାବ ଟେଷ୍ଟ କରେଇବ, ହିମୋଗ୍ଲୋବିନ କାହାର ଆମେ ଏଠି ଆଇଡେଣ୍ଟିଫାଏ ଆମର କରେଇଦେବା ଯେ ସାର୍ ଆଉ ଗୋଟେ ସାର୍ ମୋର ଲ୍ୟାବ ବାଲା ଚିହ୍ନା ଥିଲା, ମୁଁ ତାଙ୍କୁ ବି କହିଛି। ସେ କହିଲେ କୋଉଠି ଏତେ ବାଟରେ ମ୍ୟାଡାମ ହଉଛି? ମୁଁ କହିଲି ହଉ ଆସୁନାହାନ୍ତି, ଗୋଟେ ଥର ଆସନ୍ତୁ। ଯେ ଅଛି ଏଇଠି ପାଖରେ ଥିଲା ସେ ଲ୍ୟାବ ଟା, ସେଟା ପଳେଇ ଯାଇଛି ରୁଚିକା ମାର୍କେଟ କୁ। ମୁଁ ତାଙ୍କୁ କାଲି ଦେଖା ହେଇଥିଲା, ଯାଇଥିଲି ଚାଲିବାକୁ, ମୁଁ ଟିକେ ସନ୍ଧ୍ୟାବେଳେ ଚାଲେ, ଚାଲିକି ଦେଖା ହେଲା, ହଠାତ୍ ମୋର ମନେ ପଡିଗଲା। ଡାଏରୀ ପେନ୍ ଟା ଧରିଛି, ମୁଁ କହିଲି ହେଇଟା ଧରିଛି ତ କଣ ପାଇଁ? ତାଙ୍କ ପାଖକୁ ଗଲି, ତାଙ୍କୁ କହିଲି ଏଇ ବିଷୟରେ। ସେ କହିଲେ ସଣ୍ଡେରେ? ମୁଁ କହିଲି ହଁ। ମୁଁ କହିଲି ଆପଣ ତ ଗୋଟେ ଓଳି ବନ୍ଦ କରୁଛନ୍ତି, ଆଉ ଗୋଟେ ଓଳି ସକାଳେ ଚାଲନ୍ତୁ। ମୁଁ ତାଙ୍କୁ ଆଡ୍ରେସ ଦେଇକି କହିକି ଆସିଛି। ବା ସେ ତାଙ୍କୁ ଆଉ ଟିକେ ହେଲେ କଣ୍ଟାକ୍ଟ କରିଦେବି, ଆଉ ଟିକେ ଗଲେ ସେ ହଁ, ଖୋଲିବେ ଆମେ କ୍ଲିନିକ ଟା। ପରବର୍ତ୍ତୀରେ କାଲି ଆମେ କଣ କରିବା, ରବିବାରରେ କାଲି ଆମେ ହୁଁ କଣ କରିବା, ସରି, ଟାଇମ ବି ସରି ଆସିଲାଣି।
ओके आमे कौन करिवा तो काली आमे से डिस्कशन करिया ओके सुकांत बाबू आपनकर ସାର୍ ନମସ୍କାର ସାର୍ ଜୟ ଆର୍ ଜୟ ସିଂ କୁହନ୍ତୁ। ସାର୍ ଆଜି ତ ଗୁରୁକୁଲ ସାର୍ ବହୁତ ବଢିଆ କଥା କହିଲେ। ଆଉ ଟିସିସି ସାର୍ ଆମର କହିଲେ ଆମେ ନିଜେ ସୁସ୍ଥ ହେଲେ ଚଳିବନି, ଆମେ ଭାରତ ବର୍ଷ କେମିତି ସୁସ୍ଥ ରଖିପାରିବା ସେ ଅନୁସାରେ ଆମକୁ ଧ୍ୟାନ ଦେବାକୁ ପଡିବ, ସେ ଅନୁସାରେ ଆମକୁ ଇଏ କରିବାକୁ ପଡିବ। ଭାରତ ବର୍ଷ ସୁସ୍ଥ ରହିଲେ ଆମ ଦେଶ ପୁରା ଇଏ ରହିବ, ରୋଗମୁକ୍ତ ହେଇପାରିବ କେମିତି। ଆଉ ତାପରେ ସିଟ୍ସ ଉପରେ ସମସ୍ତେ ଧ୍ୟାନ ଦେବାକୁ ପଡିବ। ସିଟ୍ସ କଣ ଗୋଟେ ଜିନିଷ, ତାକୁ ଆମେ ଆମ ଟିମରେ ତାକୁ ବୁଝିବାକୁ ପଡିବ, ତାଙ୍କର ଫର୍ମୁଲା ତାକୁ ଶିଖେଇବାକୁ ପଡିବ। ଆଉ ସେମାନେ ଯଦି ସିଟ୍ସ ଫର୍ମୁଲା ୟୁଜ କରିବେ ତାହେଲେ ଅଟୋମେଟିକ ସମସ୍ତେ ସୁସ୍ଥ ରହିପାରିବେ। ସିଟ୍ସ ଟାକୁ ସମସ୍ତେ ଫଲୋ କରିବା ଦରକାର। ଆମ ଟିମରେ ସେଟାକୁ ଆମର 1-to-1 ହଉ କି ଗ୍ରୁପ ମିଟିଂ ହଉ, ସେଥିରେ ଆମକୁ ଗୋଟେ ଆଲୋଚନା କରିକି ତାଙ୍କୁ ଜୁମ୍ ମାଧ୍ୟମରେ କି ଫୋନ ମାଧ୍ୟମରେ ହଉ, ଯୋଉଠି ଦୂର ଦୂର ହେଲା ଯାଇ ହଉନି ସେ ଜାଗାରେ ଫୋନ ମାଧ୍ୟମରେ ହଉ, ତାଙ୍କୁ ଆମର ହ୍ୱାଟ୍ସଆପରେ ହଉ, ତାଙ୍କର ଭିଡିଓ ଅଛି ଭିଡିଓ ମାଧ୍ୟମରେ ହଉ, ତାଙ୍କୁ ଯଦି କ୍ଲିୟର କରିପାରିଲେ ସେ ହୁଏତ ଜାଣିପାରିବେ, ବୁଝିପାରିବେ। ସେଥିପାଇଁ ସିଟ୍ସକି ଆମକୁ ପ୍ରାଧାନ୍ୟ ଦେବା ଦରକାର। ଆଉ ସାର୍ ମୁଁ ଟିକେ ଆଜି ବ୍ୟସ୍ତ ଥିଲି, ଟିକେ ओके ଭଲ ଟିକେ बहुत ଶୁଣିପାରିଲି बढ़िया ସେଥିପାଇଁ। काली गोटे बहुत बड़ सेवा कार्य करा जाउची डुमडुमारे आपण भी चाहिले शामिल भी हेई परिवे पोस्टर पठे देची ग्रुप रे ओके नानी को नानी आपण अनम्यूट कर परिवे की हां कुंतु जयसिंह आगे गुरुकुल तो शुणुची गुरुकुल बहुत किसी शिक्षा मिलूची बर्तमान ताकू ग्रहण करी जो माने माने आगु आगु लक्ष्य ने आगे जाउछन निश्चित भाव सफलता पाई परिवे एवं नूआ भारत गठन करा जाई पारिबो। बर्तमान जो आमर प्रवीणा भौणी एवं आरती भौणीकर जो उद्यम सेटा बहुत नमस्कार नानी। सेटा बहुत भल उद्यम। ठाकुर तांको शक्ति दियंतु, सेमाने आगु आगु आउर मारंतु। आ मो कथा मु कहबी, मु तो निजे सुस्थ रही परनी, का कहबी शारीरिक कष्ट बढ़ी बढ़िया चलुची, जति पॉजिटिवनेस आगे जाउची बहुत गुणे पछे जाउची। तेणु असुस्थ भितर मु किसी करिया में मोर सामर्थ्य कमी गलानी। तेणु या मु कहूची नाइ नानी आपन को इमोशनल वेल बीइंग दरकार सेटा आपण नियंतु हेई जिवो ठीक ओके नाइ आज होनी तो समय बहुत कम अछि समय से बहुत वर्षमान कम कौन होउची माने मुंडटा कौन हे जाउची, देह हाथ थरुची, सब नर्व गुडा टाणी दउची, माने चेस्ट पेट सब दरज प्रबल, शारीरिक आपण कष्ट बहुत माने 3 दिन हेलाणी बढ़ी गलानी। तेणु आ भितर मोर पॉजिटिवनेस पूरा जीरो हो जाउची, कोन करबी सब जानुची भलो नानी आ सेति माई हिच कर କିଛି ନାହିଁ पारुनी। ଆମେ ଆମେ ଆପଣଙ୍କ ସାଙ୍ଗରେ ଅଛୁ ଆପଣଙ୍କ ଶରୀର ସୁସ୍ଥ ହେଇପାରିବ ଆଉ ଆଜି ଟିକେ ସମୟ ବହୁତ କମ ଅଛି ଆମେ ସାର୍ଙ୍କୁ ବି ଶୁଣିବା ସାର୍ଙ୍କ ବିଚାର ନେଇକି ଆମେ ଆଗକୁ ବଢିବା ଓକେ ସାର୍ ସାର୍ ୱେଲକମ୍ ସାର୍ नमस्कार। थैंक यू। नमस्कार नमस्कार ନମସ୍କାର ନମସ୍କାର नमस्कार 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 कालिका ପାଇଁ ତ ବଡ ଯୋଜନା ଆପଣ ମାନେ କରୁଛନ୍ତି, ବହୁତ ଭଲ ଲାଗୁଛି ଶୁଣିବା ପାଇଁ। ତ ଏକ୍ସପେକ୍ଟ କରୁଛନ୍ତି କେତେ ଲୋକ ହେବେ କାଲି କାଲି କେତେ ଲୋକ ହେଇପାରିବେ ଆରତି ଅପା କୁହନ୍ତୁ କାଲି लोक କେତେ ଲୋକ ଆସିବେ 100 people ମୁଁ ଗେସ୍ କରୁଛି, ହଁ କିନ୍ତୁ ଆପଣ ତାକୁ ଆସିବେ କି ନାହିଁ? ନାଇଁ ନାଇଁ ମୁଁ କାଲି ଅଲଗା ଜାଗାରେ ପ୍ରୋଗ୍ରାମ ଅଛି। ଆମ ଆମର ଦେଖ ପ୍ରୋଗ୍ରାମକୁ ଆସିଥାନ୍ତେ ନା ଆଉ। ନା ନା ଆପଣ ସେମିତି ଆଗରୁ ହୁଏନି, ପ୍ଲାନିଂ କଲେ ହବ ନା ପ୍ରୋଗ୍ରାମ ସାର୍ ସେମିତି ହୁଏନି। ତାପରେ ଆଉ ଗୋଟେ କଥା, ଯଦି ପ୍ରୋଗ୍ରାମ କରୁଛନ୍ତି ରେଗୁଲାର ପ୍ରତି ମାସରେ କରନ୍ତୁ, ପ୍ରତି ମାସରେ କରନ୍ତୁ। ଆଉ ଯୋଉମାନେ ଆସିବେ ତାଙ୍କର ନାଁ ଲିଷ୍ଟ ସବୁ, ନାଁ ତାଙ୍କର ଫୋନ ନମ୍ବର ଏସବୁ ଗୋଟେ ରେଜିଷ୍ଟର ମେଣ୍ଟେନ କରନ୍ତୁ, ଗୋଟେ ରେଜିଷ୍ଟର ମେଣ୍ଟେନ କରନ୍ତୁ। ତାଙ୍କର ସବୁ ନାଁ ଫୋନ ନମ୍ବର ଲେଖନ୍ତୁ, ତାଙ୍କର କଣ ତାଙ୍କୁ ରେକମେଣ୍ଡ କରାଗଲା ସେଇଟା ମଧ୍ୟ ସାଇଟରେ ଲେଖା ହବ। ତାପରେ ତାଙ୍କୁ ଫଲୋ ଅପ୍ କରିବାକୁ ପଡିବ, ଫଲୋ ଅପ୍ କରିବେ, ତାପରେ ନେକ୍ସଟ ପ୍ରୋଗ୍ରାମ କରିବେ। ରେଗୁଲାର ଯଦି ଆପଣ ମାନେ 6 ମାସ ଧରିକି ପ୍ରୋଗ୍ରାମ କରିବେ ତାହେଲେ ଭଲ ରେଜଲ୍ଟ ପାଇବେ। ଫଲୋ ନାଇଁ ଅପ୍ ହଉଛି କାଲି ସମସ୍ତଙ୍କୁ କାର୍ଡ ଦେଇକି ସମସ୍ତଙ୍କ ନମ୍ବର ଆଣିଛି, ଆଉ ସମସ୍ତଙ୍କୁ ଇଏ କରିଛି। ନାଇଁ ଶୁଣନ୍ତୁ, କାଲି ଯେତେବେଳେ ଆରମ୍ଭ ହବ ପ୍ରଥମେ ଗୋଟେ ରେଜିଷ୍ଟର ମେଣ୍ଟେନ କରିବେ, ଗୋଟେ ସେଇଟା ମୋଟା ତ ଆମେ ଖାତାଟେ କରୁଛୁ ସବୁବେଳେ। ନେଇଥିବେ। ସେଥିରେ ଆପଣଙ୍କର ନାଁ, ତାଙ୍କର ନାଁ, ଫୋନ ନମ୍ବର ଏସବୁ ଲେଖିଥିବେ। ତାଙ୍କୁ ତାପରେ ସାଇଡରେ ଲେଖିଥିବେ ତାଙ୍କୁ କିଏ ଇନଭାଇଟ କରିଛି ସେ ମଧ୍ୟ ଲେଖାଯାଏ ଏମିତିକା। ତାପରେ ତାଙ୍କର ଯେତେବେଳେ କାଉନସିଲିଂ ହବ, କାଉନସିଲିଂ ହେଲା ବେଳେ ତାଙ୍କର ଯୋଉ ପ୍ରୋବ୍ଲେମ ଆଉ ତାଙ୍କର ଯୋଉ ପ୍ରଡକ୍ଟ ତାଙ୍କୁ ହବ ସେ ମଧ୍ୟ ଲେଖା ହେଇଥିବ। ତ ତାକୁ ଫଲୋ ଅପ୍ କରିବେ। ପ୍ରୋଗ୍ରାମ ପରେ ପରେ ତା ପରଦିନଠୁ ସୋମବାରଠୁ ତାଙ୍କୁ ଫଲୋ ଅପ୍ କରିବାକୁ ପଡିବ। ଯଦି ଫଲୋ ଅପ୍ କରିବେ
ତାଙ୍କ ସହିତ ଫିଜିକାଲି ମିଟିଂ ହବ। ଏଇ ମାସଟା ଯାକ ଏଇଭଳି ଚାଲିବ। ତାପର ମାସରେ ଆପଣଙ୍କର ମାନେ ଡିସେମ୍ବରରେ ମଧ୍ୟ ଗୋଟେ ଏଇ ଆଜି ହେଲା 23 ତାରିଖରେ କରୁଛନ୍ତି ତ ସେଇ 4th ୱିକରେ କେବେ ଗୋଟେ ବାରରେ ନିଶ୍ଚିତ ଭାବେ କରିବେ। ତାପରେ ପୁଣି ଜାନୁଆରୀରେ କରିବେ, ଫେବୃଆରୀରେ କରିବେ। ଯଦି 100 ଲୋକଙ୍କୁ ନେଇକିରି ଏତେ ବଡ ବଡ ପ୍ରୋଗ୍ରାମ କରୁଛନ୍ତି, ତାକୁ ଦେଖନ୍ତୁ ପ୍ରଥମେ ଯୋଉ ପ୍ରୋଗ୍ରାମଟା ହୁଏ ସେ ପ୍ରୋଗ୍ରାମଟା ହଉଛି ଗୋଟେ କଣ ଗୋଟେ ମାଧ୍ୟମ, ଗୋଟେ ମୋମେଣ୍ଟମ ଆସିବ। ସେଥିରେ ଗୋଟେ ଏମିତି ଗୋଟେ ମାଧ୍ୟମ ସିଏ ହବ ଯାହା ଦ୍ୱାରା କି ଆଗକୁ ଆଗକୁ ପ୍ରୋଗ୍ରାମ ହବା ପାଇଁ ସେ କ୍ଷେତ୍ର ପ୍ରସ୍ତୁତି କରିବ। ତ ଆଗକୁ ପ୍ରୋଗ୍ରାମ ଯଦି ନ କରିବେ, ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ ଅତି ତିକ୍ତ ବାସ୍ତବ କଥା କହୁଛି, ତାହେଲେ ଆପଣଙ୍କର ଏତେ ପରିଶ୍ରମ କରି ଏତେ ଲୋକ ଏକାଠି କରିବା ସବୁ ପାଣିରେ ପଡିଯିବ। ବୁଝିପାରୁଛନ୍ତି ତ? କିଛି ଲାଭ ହବନି। ମୁଁ ପୁରା ଡାଇରେକ୍ଟ ସତ କଥା କହିଦଉଛି। ଆପଣ ଯଦି ୟାର ଗୁରୁତ୍ୱ ବୁଝିବେ ତାହେଲେ ଡିସେମ୍ବରରେ କରିବେ, ଜାନୁଆରୀରେ କରିବେ, ଫେବୃଆରୀରେ କରିବେ, ମାର୍ଚ୍ଚରେ କରିବେ। 4-5 ମାସ ପରେ ଦେଖିବେ ଆପଣଙ୍କର ବହୁତ ଲୋକ ଯିଏକି ସେବା ମନୋବୃତ୍ତି ଆସିବ, ଇଏ RCM ର ଇଏ ଯୋଉ ନ୍ୟୁଟ୍ରିଚାର୍ଜ ପ୍ରଡକ୍ଟ ବିଷୟରେ ଜାଣିବେ, ସିଡ୍ସ ବିଷୟରେ ଜାଣିବେ, ସୁସ୍ଥ ହେବେ, ଅନ୍ୟକୁ ସୁସ୍ଥ କରିବେ, ଏସବୁ କରିବେ। କିନ୍ତୁ ଯଦି ଏଇ ପ୍ରୋଗ୍ରାମ ପରେ ଆପଣ ମାନେ ନ କରିବେ ତାହେଲେ ନାଇଁ ବଡ ନାଇଁ ଦୁଃଖର କଥା। ଆମେ ସବୁବେଳେ ଆ କରିବୁ ନା। ମୁଁ ଯୋଉମାନେ ପ୍ରୋଗ୍ରାମ ସବୁ କରନ୍ତି ତାଙ୍କୁ ପୁରା ଲିଡର ମାନଙ୍କୁ ଠିକ କହିଦିଏ, ଦେଖନ୍ତୁ ଆପଣ ମାନେ ଜୋଶ ରେ ଖାଲି ଇଏ ଜୋଶ ର ବିଜନେସ ଆଉ ହୋସ ର ବିଜନେସ। ଆଉ ଜୋଶ ହୋସ ଯଦି ମିଶିକିରି ନ ରହିବ ତାହେଲେ ଅନେକ କ୍ଷତିରେ ପଡିଛନ୍ତି। ତାଙ୍କର କ୍ଷତି ଦେଖିକିରି ମତେ ଭାରି ଦୁଃଖ ଲାଗେ। ମାନେ ଗତ କେତେ ବର୍ଷ ଭିତରେ ଏଇଭଳିଆ ହେଲ୍ଥ କ୍ୟାମ୍ପ ବହୁତ ହେଇଛି, ଆମେ ନିଜେ କରିଛୁ, ନିଜର କ୍ଷତି ହେଇଛି। ମୁଁ ବହୁତ କରିଛି ଏମିତିକା। ସକାଳୁ ଆରମ୍ଭ ହବ ରାତି ପର୍ଯ୍ୟନ୍ତ 200-250 ଲୋକଙ୍କର ହବ ଅନେକ ଜାଗାରେ। ଶତପଥୀ ବାବୁ ମୁଁ ତ ବହୁତ କରିଛୁ। କିନ୍ତୁ ଯୋଉମାନେ ଲିଡିଂ ନେଇକିରି ଏସବୁ ଅର୍ଗାନାଇଜ କରନ୍ତି ତାଙ୍କୁ ସେମାନେ ତାକୁ କଣ କରନ୍ତି ନା ଫଲୋ ଅପ୍ କରନ୍ତିନି, ତାଙ୍କୁ ନେକ୍ସଟ ପ୍ରୋଗ୍ରାମ କରନ୍ତିନି। ଆମେ କିନ୍ତୁ ଯିବା ପାଇଁ ରାଜି ଥିଲୁ, ଅଛୁ ସବୁ ଜାଗାରେ। ଶତପଥୀ ବାବୁ ଦେଖନ୍ତୁ ଆର ମାସରେ କହିଲେ ବି ଆସିବେ, ମୁଁ ବି ଆର ମାସରେ ଯିବି। ଯଦି ଆପଣ ଆର ମାସ ଡିସେମ୍ବରରେ କରିବେ, ତାପରେ 3rd ଜାନୁଆରୀରେ କରିବେ ନା ନାଇଁ ଏମିତିକା ମ୍ୟାଡାମ? ହଁ ମୁଁ ରେଡି। ହଁ, ଏଇଟା କିନ୍ତୁ I am ମୋର always ମୋର ready. କିନ୍ତୁ ଏଇଟା ପୁରା ମୋର ମନେ, ଏସବୁ ମୋର ପୁରା ମନେ ରହିଥାଏ। ମୁଁ ଆପଣଙ୍କୁ ଡିସେମ୍ବର ମାସର 4th ୱିକରେ ପଚାରିବି ଯେ ଆପଣଙ୍କର ନାଇଁ ପ୍ରୋଗ୍ରାମ ନାଇଁ କେବେ ଡେଟ୍ ହଉଛି। ସାର୍ ସରି, ମାନେ 4th ୱିକ୍ ଟା ଟିକେ ଲେଟ୍ ହେଇଯିବ, କାହିଁକି ନା ଝିଅ ଆସିବ ମୋର କାନାଡାରୁ। ମୁଁ ନାଇଁ ଭାବୁଛି ଠିକ 2nd ଅଛି, ୱିକ୍ ଡେଟ୍ କରିବି। ଡେଟ୍ ଫାଇନାଲ କରିବା ଆଜି ଟିକେ ସମୟ ସେ କୋଉ ଡେଟ୍ କରିବେ ସେଗୁଡା ସବୁ ତ ସମୟ ଅନୁସାରେ କରାଯିବ, ସେଥିପାଇଁ ବ୍ୟସ୍ତ ହବାର ନାହିଁ। ସେ ପ୍ରବୀଣା ମ୍ୟାଡାମ ଅଛନ୍ତି, ଆପଣ ଅଛନ୍ତି, ଆଉ ଅନ୍ୟମାନେ ସବୁ ମିତାଞ୍ଜଳି ମ୍ୟାଡାମ ଅଛନ୍ତି। ଆପଣ ମାନେ ଗୋଟେ 5 ଜଣିଆ ଗୋଟେ କୋର ଗ୍ରୁପ କରନ୍ତୁ। ଆପଣ 5 ଜଣ ଯୋଉ ଅଛନ୍ତି କୋର ଗ୍ରୁପ କରନ୍ତୁ, ଯାହାର ଟିକେ ସମସ୍ତେ ମିଶିକିରି କାମ କରିବା ନା। ଦେଖନ୍ତୁ ଆମର ସଂସାରର କାମ ତ ଅଛି, ଏ କାମ ଅଛି, ସେ କାମ ଅଛି, ସବୁ ଅଛି। ଯଦି ଆମେ କହିବା, ଯଦି ଦେଖନ୍ତୁ ମୁଁ ଆପଣ 4-5 ଜଣ ଅଛନ୍ତି ବୋଲି ମୁଁ ଆପଣଙ୍କୁ ଗୋଟେ କଥା କହିଦଉଛି, ଅନ୍ୟମାନେ ବି ବୁଝିପାରୁଥିବେ ଯେ ଏଇ ଯୋଉ କଥାଟା ଆପଣଙ୍କ ସମସ୍ତ ସମୟରେ କହିଲେ ଯେ ମୋର ଝିଅ ଆସିବ ତେଣୁ ମୁଁ କରିପାରିବିନି, ତାହେଲେ ଏଇଟା କଣ ହବ ନା ଅନ୍ୟ ମାନଙ୍କର ଏଠି କେହି ନାହାନ୍ତି। ନାଇଁ କିନ୍ତୁ 4th ଏଭଳି ୱିକ୍ କରିପାରିବିନି କହିଲି, ଏକଥା ଜମା କହିବେନି କେତେବେଳେ ଯେ 2nd ୱିକ୍ ମୋର କରିବି। ବ୍ୟକ୍ତିଗତ 2nd ଆପଣ ୱିକ୍ ଏଗୁଡା କରିବି। କେବେ ହେଲେ ପ୍ରକାଶ କରିବେନି ଘର କଥା ଯେ ମୋର ଏଇ ହଉ ପ୍ରୋବ୍ଲେମ ଯୋଗୁଁ ସରି ମୁଁ ସରି ସରି। କରିପାରିବିନି। ନା ମୋ ପାଖେ ନୁହେଁ, ଆପଣଙ୍କର ଟିମ ର ପ୍ରୋବ୍ଲେମ ହେଇଯିବ। ଅନ୍ୟମାନଙ୍କ ମନରେ ମଧ୍ୟ ସେଇ ପଶିଯିବ। କାରଣ ଲିଡର ଯାହା କରେ ତା ଡୁପ୍ଲିକେଟ ହୁଏ ନା। ଇଏ ଯାହା ଲିଡର କରିବେ ତାର ଡୁପ୍ଲିକେଟ ହବ। ଏଇଟା ମନେ ରଖିଥାନ୍ତୁ। ମାନେ ଗୋଟେ କଥା କହିବେ ମାନେ ଯଦି ଭଲ କଥା କହିବେ ତ ଭଲ କଥାର ଡୁପ୍ଲିକେଟ ହବ। ଯଦି ଗୋଟେ କିଛି କଥାରୁ ଭୁଲ ହେଇଗଲା ସେ କଥା ବି ଡୁପ୍ଲିକେଟ ହେଇଯିବ। ତେଣୁକରି ଆପଣ ମାନଙ୍କର ଏଇ ଯୋଉ ପ୍ରକାର ମୁଁ ଲକ୍ଷ୍ୟ ରଖୁଛି, ଆପଣ ମାନେ ବହୁତ ଏକ୍ସାଇଟେଡ ହେଇକିରି ବହୁତ ଜୋଶ ରେ ଏ କାମ କରୁଛନ୍ତି। କିନ୍ତୁ ମୋର ଦୁଃଖ ଲାଗିବ ଯଦି ଆପଣ ମାନଙ୍କର କ୍ଷତି ହେଇଯିବ। ତେଣୁ କ୍ଷତି ନ ହେବା ପାଇଁ ଡିସେମ୍ବର, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ କଣ୍ଟିନ୍ୟୁଟି କରିବେ। ଆପଣ କମିଟମେଣ୍ଟ କରିଛନ୍ତି, ତେଣୁ ନିଶ୍ଚିତ ଭାବେ କରିବେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓକେ, ଓଭର ବହୁତ ଟୁ ବହୁତ ଶତପଥୀ। ଧନ୍ୟବାଦ। ଆଜି ସମୟ ହେଇଯାଇଛି, ଏଇଠି ରଖିବା, ପୁଣି କାଲି ଦେଖା ହବା। ନମସ୍କାର, ଜୟ ଶ୍ରୀ। ଥ୍ୟାଙ୍କ ୟୁ। ନମସ୍କାର।